ଯାଜପୁର ମହାବିନାୟକ ଜଙ୍ଗଲରୁ ଆସିଥିବା ଦନ୍ତାହାତୀ ଗତକାଲି ଶଙ୍ଖଚିଲା ଅଞ୍ଚଳରେ ଉତ୍ପାତ କରି ଆଜି କେନ୍ଦୁଝର ଜିଲ୍ଲା ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବା ନେଇ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବରାଙ୍ଗ ଗାଁ ନିକଟରେ ହାତୀର ପାଦଚିହ୍ନ ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରବିବାର ଗୋଠଛଡ଼ ମାତ୍ର 2 ଦିନ ବ୍ୟବଧାନରେ ପୁଣି ପଟିଲ ଜଙ୍ଗଲରେ ଦନ୍ତାହାତୀର ପାଦଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗର 2ଟି ଟିମ୍ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହିତ ଆଜି ଦିନ ତମାମ ବରାଙ୍ଗ ଜଙ୍ଗଲ ଅଞ୍ଚଳରେ ଛାନଭିନ୍ ଜାରି ରଖିଛନ୍ତି। ଲୋକଙ୍କର ଧନଜୀବନ ସୁରକ୍ଷା ପାଇଁ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ତୀକ୍ଷ୍ଣ ନଜର ରଖାଯାଇଥିବା ଜଣାପଡ଼ିଛି। ଶ୍ରୀ ମଳୟ କୁମାର ସାହେବ ବନପାଳ ରାମଚନ୍ଦ୍ରପୁର ସେକ୍ସନ ଯାହା ଆମର ବରାଙ୍ଗ ସଂରକ୍ଷିତ ଜଙ୍ଗଲ ବିଗତ କିଛି ବର୍ଷ ମଧ୍ୟ ସ୍ଥାନୀୟ ଲୋକଙ୍କ ସହଯୋଗରୁ ତାର କଳେବର ବୃଦ୍ଧି କରିଛି। ସେଥିପାଇଁ ଯେ ଆଜି ଅଦ୍ୟ 19/1/2024 କହି ସକାଳ 6 ଘଟିକା ସମୟର ଅନୁମାନ ଗୋଟିଏ ଦନ୍ତାହାତୀ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଯାଜପୁର ଜିଲ୍ଲା ଆଡ଼ୁ ଆସି ପ୍ରବେଶ କରିଛି। ଆମେ ତାକୁ ପାଦ ଚିହ୍ନ ଦେଖିକି ଟ୍ରାକ୍ କରୁଛୁ। ଆଉ ଏଥିପାଇଁ ଆମେ ବରାଙ୍ଗ ସଂରକ୍ଷିତ ଜଙ୍ଗଲର ଚତୁଃପାର୍ଶ୍ୱରେ ଲାଗିଥିବା ଗାଁ ଯଥା ପୁରୁଣା ବାନ୍ଦଗଡ଼ା, ନଣ୍ଡାବର ଆଉ ଆମର ଅଙ୍ଗାରୁଆ, ବରାଙ୍ଗ, ପୁଲୁରିଗଡ଼ିଆ, ନୁହାମାଳିଆ, କୋଳିପାଳ ଇତ୍ୟାଦି ଗ୍ରାମବାସୀ ବୃନ୍ଦଙ୍କୁ ମାଇକ୍ ଯୋଗେ ଆନାଉନ୍ସ କରେଇଛୁ, ଜଣେଇଛୁ ଯେ ଆପଣମାନେ ବିନା କାରଣ ଘରୁ ବାହାରକୁ ବାହାରନ୍ତୁ ନାହିଁ କିମ୍ବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଜଙ୍ଗଲ ମଧ୍ୟ ପ୍ରବେଶ କରନ୍ତୁ ନାହିଁ। ସମସ୍ତଙ୍କର ଜୀବନ ମୂଲ୍ୟବାନ। ଆପଣମାନେ ଜଙ୍ଗଲ ବିଭାଗକୁ ସହଯୋଗ କରନ୍ତୁ ଏବଂ ଜଙ୍ଗଲ ବିଭାଗ ପୂର୍ଣ୍ଣ ମାତ୍ରାରେ ଆପଣଙ୍କ ସହିତ ଅଛି, ରହିଛି, ରହିବ। ହାତୀକି ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବେ ନ ଦେଖିଲେ ମଧ୍ୟ ହାତୀ ଯେହେତୁ ଜଙ୍ଗଲ ମଧ୍ୟକୁ ପଶିଥିବାର ପାଦ ଚିହ୍ନକୁ ଆମେ ଦେଖୁଛୁ। ଗତକାଲି ମଧ୍ୟ ବର୍ଷା ହେଇଥିଲା, ବର୍ଷା ପରେ ସେ ସକାଳୁ ପଶିଛି, ଫ୍ରେଶ୍ ପାଦ ଚିହ୍ନ ବି ଆମେ ଦେଖୁଛୁ। ତେଣୁକରି ଯେହେତୁ ବାହାରିବାର କୌଣସି ପଟେ ଆମେ ଦେଖୁନାହୁଁ ପାଦ ଚିହ୍ନ, ତେଣୁକରି ଆମେ ସେଥିପାଇଁ ଆମେ ନିଶ୍ଚିତ ହେଉଛୁ ଯେ ଜଙ୍ଗଲ ଭିତରେ ହାତୀ, ବରାଙ୍ଗ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହାତୀ ରହିଛି। ଦ୍ୱିତୀୟ ଅବସରରେ ଆମର କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁରର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅଭୟ କୁମାର ଦଳେଇ ମହୋଦୟ ସିଏ ମଧ୍ୟ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ଆମେ ମଧ୍ୟ ଆମର ବନାଞ୍ଚଳ ଅଧିକାରୀ ଶ୍ରୀ ନବକିଶୋର ନାୟକ, ମୁଁ ଆମର ଅନ୍ୟ ଷ୍ଟାଫ୍ ସବୁ ସ୍କ୍ୱାଡ୍ ଗାଡ଼ି ମଧ୍ୟ ଏଠି ନିୟୋଜିତ ଅଛି। ବରାଙ୍ଗ ସଂରକ୍ଷିତ ଚତୁଃପାର୍ଶ୍ୱରେ ଆମେ କଡ଼ା ପହରା ଦେଉଛୁ, ଲୋକମାନଙ୍କୁ ସଚେତନ କରୁଛୁ। ଆହୁରି ମଧ୍ୟ ନିବେଦନ କରୁଛୁ ଯେ ନିଜ ଛୋଟ ଛୋଟ ଛୁଆ ପିଲାମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ। ସନ୍ଧ୍ୟା ପରେ ଘରୁ ବାହାରକୁ ବାହାରନ୍ତୁ ନାହିଁ। ଆମେ ଚେଷ୍ଟା କରୁଛୁ ଯେ ଲୋକମାନଙ୍କର ଧନ ଜୀବନ କିପରି ସୁରକ୍ଷିତ ରହିବ, ତା ସହିତ ହାତୀ ମଧ୍ୟ ତାର କିପରି ଜୀବନ ସୁରକ୍ଷିତ ରହିବ ଏବଂ କିଛି କାହାର କ୍ଷୟକ୍ଷତି ନ ହେବ, ଆମେ ସେଥିପାଇଁ ସତ ଚେଷ୍ଟିତ ଅଛୁ ଏବଂ ତୀକ୍ଷ୍ଣ ନଜର ରଖିଛୁ। ଗସିପୁରାରୁ ପ୍ରଭାତୀ ସାହୁଙ୍କ ରିପୋର୍ଟ, ଜାଗୃତି ଲାଇଭ୍ ମିଡିଆ।